କହିଲେ ଆପଣ ନାଁଟା କହିଲେ ନାଟା ବାସୁଦେବ ଦାସ। ଆପଣ ମ୍ୟାନେଜର ଅଛନ୍ତି ଏଠାରେ? ଆଜ୍ଞା ନା ଏଇ କାମ ଦାମ କରୁଛି। ହଁ। କଣ କେତେ ଦିନ ହେଲା କାମ କଲେନି ଏଠି? ଏଇ ତ ମାସେ ହେଲା। ମାସେ ହେଲା ଆସିଛନ୍ତି। କୋଉ କି କାମ କରୁଛନ୍ତି ଆପଣ? ଯାହା ପାରୁଛି କରୁଛି, ଏଇ ବୁଝାମଣା ବୁଝାମଣା କରୁଛି। ମ୍ୟାନେଜର ସୁପରଭାଇଜର ସେଇଠି କାମ ଦେଖୁଛି। ଏଇ ଯେ ଛୋଟ ପିଲାମାନେ କାମ କରୁଛନ୍ତି ଏଠି କଣ କହିବେ? ଛୋଟ ପିଲା ଆଜ୍ଞା କାମ କରୁନାହାନ୍ତି, ସିଏ ନାଗିବ ତା ମା ଇଟା ମୁଣ୍ଡୁଛି, ସିଏ ତାର ପେଲତେ ନାଗିଛି ଖେଳତେ ନାଗିଛି। ନହେଲେ କାମ କିଏ କରୁଛି କାହିଁ? କାହାକୁ ଆପଣ ଦେଖୁଛନ୍ତି କିଏ ଛୁଆଟା କାମ କରୁଛି କଣ? ଆପଣ ରେକର୍ଡିଂ ଦେଖିବେ। ଏ ଛୁଆଟା ରିକ୍ସାଟା ଆଉଛି ତା ପଛରେ ତାକୁ କଣ କରିବ? କଥାଟା ଆପଣ ବୁଝୁନ। ରିକ୍ସାଟା ଦିଟା ବଡ ମଣିଷ ପେଲୁଛନ୍ତି, ତା ଗାଁର ଛୁଆ ଚାରିଟା ନୁଗୁ ନୁଗୁ ରହୁଛନ୍ତି। ତାକୁ କହିବେ ଯଦି ଆପଣ କାମ କରୁଛନ୍ତି କିଛି ପିଲା ଅଛନ୍ତି ଯୋଉମାନେ ଆସିକି ଅଛନ୍ତି, ସେମାନଙ୍କ ପାଠ ପଢିବାର ବ୍ୟବସ୍ଥା ବି ଆପଣ କରୁନାହାନ୍ତି। ଆଜ୍ଞା ଆପଣଙ୍କର ବ୍ୟବସ୍ଥା ଅଛି? ପାଠ ପଢୁଛନ୍ତି, ଅଙ୍ଗନବାଡି ସକାଳୁ ଯାଉଛନ୍ତି, ଟ୍ୟୁସନ ଯାଉଛନ୍ତି। ଏଇଠି ପାଖରେ ଟ୍ୟୁସନ ସେଣ୍ଟର ସେଠି ଯାଉଛନ୍ତି, ଅଙ୍ଗନବାଡିରେ ନେଇକି ତା ମା ଛାଡୁଛନ୍ତି। ପଢଉଛନ୍ତି? ହଁ ପଢୁଛେ। ଆଉ କଣ ସୁବିଧା ଦଉଛନ୍ତି? ଆଉ ସୁବିଧା କଣ? ଆପଣଙ୍କ ଖାଇବା ଦଉଛେ, ଘର ଦଉଛେ, ଜାଳ ଦଉଛେ, ଇଲେକ୍ଟ୍ରିକ ଦଉଛେ, ପାଇଖାନା ଦଉଛେ, ମେଡିସିନ ଦଉଛେ, ସବୁ ତ ଦଉଛେ। ଆଉ କେଟା ନ ଦଉଛେ? ମିଲିଟାରୀ ଫୋର୍ସ ଯାହା ପାଉଛନ୍ତି, ଇଏ ଲେବର ବି ସେଇଆ ପାଉଛନ୍ତି ସୁବିଧା। ଆଜ୍ଞା ଏମାନେ ଯଦି ମିଲିଟାରୀ ଫୋର୍ସ ଏମାନେ ସବୁ ସୁବିଧା ପାଉଛନ୍ତି, ନହେଲେ ଇଏ ଜୀବନ ଯାପନ କଟି ପାରତେନି। ସରକାର କେତେ ପଇସା ଯେ ଦଉଛି ୟାଙ୍କୁ ପୁଷିବେ ଯେ କେତେ ପଇସା ଦଉଛି କହନ୍ତୁ? ସରକାରଠୁ ଅଧିକା ପଇସା ଦଉଛନ୍ତି। ଅଧିକା ପଇସା, ଯଥେଷ୍ଟ ପଇସା। ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ କେବେ ଆସିଥିଲା ଏଠିକି? ଆଜ୍ଞା କେବେ? ନା ନା ସେମିତି କେହି ଆସିନାହାନ୍ତି, ମହାବୁଡ ପଡିନାହାନ୍ତି କେହି। ଆସନ୍ତୁ। ହଁ ଆସନ୍ତି, ଆସିଥିଲେ କେବେ କେବେ। ମୁଁ ଆଉ ସେମିତି ମୋ ନଜର ଭିତରେ ନା ଜାଣିବା ଭିତରେ ସେମିତି କାହିଁ ଏଇ ମାସେ ହେଲା ଭିତରେ ଆସିନାହାନ୍ତି କେହି। ଆଉ କେବେ କେବେ ଯଦି କେହି ଆସନ୍ତି ତ କେଜାଣି ମୁଁ ଜାଣେନି। ତ ଏବେ ଏଇ ମାସେ ଭିତରେ କେହି ଆସିନାହାନ୍ତି। ଆପଣ ଲୋକ କହୁଛନ୍ତି ଦୀର୍ଘ ବର୍ଷ ଧରି ଆପଣ ଅଛନ୍ତି, ପରିଚାଳନା କରୁଛନ୍ତି। ଆଜ୍ଞା ପରିଚାଳନା କରୁଛନ୍ତି ଇଟା ଭାଟି। କିଏ କହୁଛି? କିଏ କହୁଛି? କିଏ କହୁଛି ଆପଣଙ୍କୁ? ଯେମିତି ଲୋକ କହୁଛନ୍ତି ନା, ଆପଣଙ୍କୁ କିଏ କହୁଛି? କହନ୍ତୁ କିଏ ଲୋକଟା କହୁଛି ଯେ ଦୀର୍ଘ ଦିନ ଧରିକି ପରିଚାଳନା କରୁଛନ୍ତି କି କଣ କରୁଛନ୍ତି? ସବୁ ବୁଝାବୁଝି କରୁଛନ୍ତି? କିଛି ନା କଣ ବୁଝୁଛି? କଣ ସବୁ ବୁଝୁଛନ୍ତି? ଏଇ ଆପଣ ଦେଖୁଛନ୍ତି, ଶୁଣନ୍ତୁ, ଏଇ ଦେଖୁଛେ ମାଲିକର କାମ ଗୋଟେ ସେଠି 500ଟା ଗଡିଛି କଣ ଛୁଆ ନେଇକି ଫୁଟେ। ଏଇ ପରିଚାଳନା ମାନେ କଣ? ମ୍ୟାନେଜର ଅବସ୍ଥା ଅଲଗା, ଆଉ ଜଣେ ପରିଚାଳନା କରିବା କହିବା କାମ କରିନା ତାକୁ ସୁପରଭାଇଜର କୁହାଯାଏ, ତାକୁ ମ୍ୟାନେଜର କୁହାଯାଏ। ମୁଁ ତ ସାର୍ ପାଠ ପଢିନି, ମୁଁ ମ୍ୟାନେଜର କାମ କଣ କରିବି? କଣ ଖାଲି ପାଠ ପଢିଲେ ମ୍ୟାନେଜର ହଉଛି? ଇଟା ଭାଟିରେ ଏଠି ମ୍ୟାନେଜର ବି ଆଉ କଣ ଆଉ କଥା? ଆପଣ ଜାଣିଛନ୍ତି ଇଟା ଭାଟିର କିଛି ପରମିଶନ ଅଛି କି? ପରମିଶନ ଆଜ୍ଞା ସେ ତାର ମାଲିକ ମାନେ ବୁଝୁଥିବେ, କଣ କରିଛନ୍ତି କଣ ନାହିଁ ମୁଁ କେମିତି ଜାଣିବି? ଠିକ ଅଛି। କଣ କହିଲେ? ରାମଚନ୍ଦ୍ର ସେଠି ଘର ନା ପରା। କଣ କାମ କରନ୍ତି? ଆହୁରି ପଞ୍ଚାୟତଟା ସାଇକେଲ କହୁଛି। ଆପଣ ଛୋଟ ପିଲା କାମ କରୁଛନ୍ତି? ନା ନା ଛୋଟ ପିଲା ନୁହେଁ, ଛୋଟ ପିଲା ଖୁସିରେ ତାଙ୍କୁ ଆମେ କାମ କରୁଛୁ କହୁଛୁ ନା କରୁଛୁ। ସେମାନେ ବୁଲୁଛନ୍ତି ଆରେ କଣ 400-500 ମିଟର ଦୂରରୁ ସେମାନେ ଆସିଛନ୍ତି ଆପଣଙ୍କ ପଛରେ? ଆରେ ସେ ଛୁଆ ମାନେ ଶୁଣନ୍ତୁ, ଆପଣ କଥାଟା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଛୁଆକୁ କାମରେ ଲଗାଯାଇ ନାହିଁ, ଛୁଆକୁ କାମରେ ଲଗାଯାଇ ନାହିଁ। ନା ନା ଏଟା ପୁରା ସମ୍ପୂର୍ଣ୍ଣ ଭୁଲ। ଏଇଠି ଗୋଟେ ଛୁଆ ଅଛି, ଏଇଟା ଇଟା ଏଠି ଉଠି ପଡିଛି। ଆଜ୍ଞା ମନା କରା ଛୁଆଙ୍କର ଗୋଟେ ଖୁସି। ଆଉ ଛୁଆମାନେ ବୁଲୁଛନ୍ତି। ଖୁସି କୁଆଡେ ଗଲା? ଆପଣ ମନା କରୁଛନ୍ତି, ପଳେଇଲେ ଆପଣ। ଆମେ ପୁଣି ଆସିଲା ପରେ ପିଲା ଲୁଚି ଗଲେ। ଓହୋ ଆମେ ଜାଣିଛୁ ପିଲାମାନଙ୍କୁ ଆମେ କହୁଛୁ ଯେ ମୋର ପେଲି ଦେଉଛ। ହଁ ତାଙ୍କୁ ମନା କରିବେ, ଆମର ତ ଦରକାର ନାହିଁ। ଛୁଆର ଗୋଟେ ଷ୍ଟ୍ରେନ୍ଥ କେତେ ଗୋଟେ ସାଇକେଲ ପେଲିବ ନା? ପିଲା ପେଲିଲେ ଆପଣ ଶୀଘ୍ର ପହଞ୍ଚି ଗଲେ, ଆପଣ ବେଶୀ ପରିଶ୍ରମ କରିବା ପାଇଁ ପଡୁନି। ନା ନା ସେମିତିକା କିଛି ନୁହେଁ, ପିଲାଙ୍କୁ କାମରେ ଲଗାଯାଉ ନାହିଁ। ହେଲା ଆପଣ ଦେଖୁଛନ୍ତି ପିଲାମାନେ ଶ୍ରମ ବିଭାଗ ତରଫରୁ ଏବେ କେବେ ଆସିଥିଲେ ବିଭାଗୀୟ ଅଧିକାରୀ? ନା ନା ସେଇଟା ଆମେ ଜାଣିନା, ଆମେ ତ ମୁଁ ଯାଇନି। ନା ନା ମୁଁ ଦେଖିନି। ଏଠି କେବେ କ୍ୟାମ୍ପ ହେଇଛି? ନା ନା କେତେ ମହିଳା କେତେ ଛୋଟ ପିଲା ଅଛନ୍ତି? ଘର କୋଉଠି? ମୟୂରଭଞ୍ଜ। ଏଠି କେବେଠୁ ଆସି କାମ କଲ? ଏଠି ଏଇ ମାସେ 2 ମାସ ହେଲା କାମ। ଏଟା କୋଉ ଭାଟି? ଏଟା ଶିବା ଭାଟି। ଏଠି ଯେ କାମ କରୁଛ କେତେ ଲେଖା ମଜୁରୀ ପାଉଛ? ମାନେ 1000 ଇଟା, ମାନେ 1000 ଇଟା କହିଲେ 200 ଟଙ୍କା। ଡେଲି କେତେ ଇଟା ବହି ଦଉଛ? ଡେଲି ସେମିତି 2000-3000 ଏମିତି। ଚଳି ପାରୁଛ? ଚଳି ହଉଛି। କେତେ ଜଣ ଆସିଛ ସେଠୁ? ନା ମୁଁ ଜଣେ ଆସିଛି। ଏଠି କେତେ ଲୋକ କାମ କରୁଛନ୍ତି? ଏଠି ଏଇ 200 ଏମିତି ଲୋକ କାମ କରୁଛନ୍ତି। ସେମାନେ ସବୁ କୋଉଠିକାର? ସେମିତି ଘର ଏଇ ପାଖ ପାଖ। କୋଉଠିକାର ତଥାପି ତମ ଜାଣିବାରେ? ଏଇ ଦଡ୍ରା ମାନେ ଏଇଆଡ। ମହିଳା ପୁରୁଷ କେତେ ଅଛନ୍ତି? ଛୋଟ ପିଲା କେତେ ଅଛନ୍ତି? ଛୋଟ ଏତେ ଜଣ ହେବେନି, 10 ଜଣ 15 ଜଣ। ଆଜି ତୁମେ ପାଠ ପଢୁନ?
ମୁଁ ପାଠ ପଢିଛି 10 କ୍ଲାସ୍। 10 କ୍ଲାସ୍ କାହିଁ କାମ କରୁଛ ସି ଏମିତି ପରିସ୍ଥିତି ବାଧ୍ୟ କଲା କାମ କରତେ, ନିଜ ପାଇଁ ତ ପେଟ ପୋଷିତେ ତ କାମ କରିବା ପାଇଁ ହବ ନା। କଣ ସୁବିଧା ସୁଯୋଗ କଣ ଅଛି? ବହୁତ ଇଏ ଅଛି କଣ ସୁବିଧା। କଣ କଣ ସୁବିଧା ସୁଯୋଗ ଦଉଛନ୍ତି? ଦେହ ପା ଖରାପ ହେଲେ କଣ ହୁଏ? ଦେହ ପାଇଲେ ମେଡିସିନ ଇଏ କରିଛି ସବୁ ଦିନ। ଆଉ ତମେ ଯାଇ ମେଡିସିନ ଆଣ ହଁ ଆଉ ମେଡିକାଲ ନେଇ ଯାଆନ୍ତି କି ଅଲଗା? ମେଡିକାଲ ନେଇଯାଆନ୍ତି। ଖାଇବା ପିଇବା ଠିକ ମିଳୁଛି? ଖାଇବା ରହୁଛ ପିଇବା କୋଉଠି ସବୁ? ରହିଛି ଏମିତି ଏଇଠି ଆମେ ମାନେ ଏଇଠିକୁ ମୁଡିତେ ଆସେ, ଆମର ସେଠି ଭାଟି ଅଛି, ସେଠି ମୁଡା ମାନେ କଞ୍ଚା ଇଟା କଟା ଯାଉଛି। ତୋର ନାମ ପଞ୍ଜୀକରଣ ହେଇଛି? ହୁଁ ତମେ ଏଠି କାମ କରୁଛ ବୋଲି ନାମ ପଞ୍ଜୀକରଣ ହେଇଛି ଇଟା ଭାଟି ହୁଁ। ତରଫରୁ? ସାର୍ ବସ୍ତରେ କିଛି ଇଟା ଭାଟି ଚାଲିଛି ଯୋଉଗୁଡାକ ବେଆଇନ ବୋଲି ସରକାର ଆଗରୁ ଘୋଷଣା କରିଥିଲେ, ଏବେ ସେଗୁଡାକ ଜୋର ଜବରଦସ୍ତ ସାର୍ ଚାଲିଛି। ବେଶୀ ଚାଲିଛି ସାର୍ ସୁବର୍ଣ୍ଣରେଖା କୂଳରେ ଯେତିକି ଚାଲିଛି ଇଲାକାରେ ସବୁ ମାଟି ବାଲି ବହିଆଡ଼ିକି ସାର୍ ସେମାନେ କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଇଲିଗାଲ। ତାକୁ ସାର୍ ପ୍ରଶାସନ ପକ୍ଷରୁ କି ପ୍ରକାର ଷ୍ଟେପ୍ ନିଆଯାଉଛି? ଦେଖନ୍ତୁ ୟାର ତ କୌଣସି ଏଲିଗେସନ ମୋ ପାଖରେ ପହଞ୍ଚି ନାହିଁ। ଯଦି ଆପଣମାନେ କହୁଛନ୍ତି ଠିକ ଅଛି, ମୁଁ ଆରେଇମାନଙ୍କୁ ଇନଷ୍ଟ୍ରକ୍ସନ ଦେବି, ସେମାନେ ତାର ସରଜମିନ ତଦନ୍ତ କରିବେ, କୋଉଠି ଇଟା ଭାଟି ହଉଛି କଣ ହଉଛି ଦେଖିବେ। ତାପରେ ଯଦି ସେମିତି ହଉଥିବ ଆମେ ଉପରସ୍ଥ ଅଧିକାରୀଙ୍କୁ ଜଣେଇକିରି ତା ଉପରେ ଯାହା ପ୍ରତିକାର ନେବା କଥା ସେ ଅନୁସାରେ ଆକ୍ସନ ନେବୁ। ସାର୍ କିଛି ଚାଇଲ୍ଡ ଲେବରକୁ ଲଗେଇ କାମ କରୁଛନ୍ତି? ଚାଇଲ୍ଡ ଲେବର ଠିକ ଅଛି, ଆମେ ଇନକ୍ୱାରି କରିବୁ। ସେ ଯଦି ଲଗଉଛନ୍ତି ତାହେଲେ ଡିଷ୍ଟ୍ରିକ୍ଟ ଲେବର ଅଫିସରଙ୍କୁ ଡାକିକିରି ତାର ଯାହା ଥଇଥାନ କରିବା କଥା, ଯାହା ଆକ୍ସନ ନେବା କଥା ନେବେ। ସାର୍ ଆଜି ଗୋଟେ ଶିବା ଇଟା ଭାଟିକୁ ଆମେ ଯାଇଥିଲୁ, ଯୋଉଥିରେ କି ପାଖାପାଖି 15ରୁ 20 ଜଣ ଚାଇଲ୍ଡ ଲେବର ସେଠି କାମ କରୁଛନ୍ତି। ପଚାରିଲେ ସେମାନେ କହୁଛନ୍ତି ନାଇଁ ସେମାନେ ଆସୁଛନ୍ତି ଖାଲି ବୁଲିବାକୁ ଆସୁଛନ୍ତି। ଠିକ ଅଛି, ଦେଖିବା ଆମେ ଇନକ୍ୱାରି କରିବୁ ଶିବା ଇଟା ଭାଟି।